ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକ ବୈଠକ ଓ ଆଲୋଚନା ସଭା ଅନୁଷ୍ଠିତ। ନବରଙ୍ଗପୁର ଜିଲ୍ଲା ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ନବରଙ୍ଗପୁର ଶାଖା ପକ୍ଷରୁ ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଲଖୁଣ୍ଟି ବ୍ଲକ ଅନ୍ତର୍ଗତ ମଙ୍ଗରଦରା ପର୍ଯ୍ୟଟନସ୍ଥଳୀଠାରେ ସଭାପତି ଶେଖର ଖୁରାଙ୍କ ଅଧ୍ୟକ୍ଷତାରେ ଆନୁଷ୍ଠାନିକ ବୈଠକ ତଥା ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଆନୁଷ୍ଠାନିକ ବୈଠକ ତଥା ଆଲୋଚନା ସଭାରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର ପରାମର୍ଶଦାତା ସିରାଜ ଉଦ୍ଦିନ ମହମ୍ମଦ ଯୋଗାଇଥିବା ବେଳେ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ନବରଙ୍ଗପୁର ଜିଲ୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ ଖରା, ତେନ୍ତୁଲଖୁଣ୍ଟି ବ୍ଲକ ଅଞ୍ଚଳର ବରିଷ୍ଠ ସମାଜସେବୀ ନାରାୟଣ ପାତ୍ର, ପୂଜାରୀଖୁଡ଼ା ଅଞ୍ଚଳର ବରିଷ୍ଠ ସମାଜସେବୀ କିଶୋର ସିଂ, କେଭା ସଂସ୍ଥାର ସଭାପତି ତଥା ସମାଜସେବୀ ପ୍ରଶାନ୍ତ ରାୟ ପ୍ରମୁଖ ମଞ୍ଚାସୀନ ରହିଥିଲେ। ବରେଣ୍ୟ ଅତିଥିମାନଙ୍କୁ ଉତ୍ତରୀୟ ଫୁଲତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିବା ପରେ ଅତିଥିମାନେ ମଞ୍ଚାସୀନ ହୋଇଥିଲେ ଓ ଗଣତନ୍ତ୍ର ଓ ଗଣମାଧ୍ୟମ ଉପରେ ନିଜ ନିଜ ମନ୍ତବ୍ୟ ରଖିବା ସହିତ ସଦାସର୍ବଦା ନିର୍ଭୀକ ଓ ନିରପେକ୍ଷ ଭାବେ ସମ୍ବାଦ ପରିବେଷଣ କରିବାକୁ ପରାମର୍ଶ ଦେଇଥିଲେ। ପରେ ସଂଘର ବରିଷ୍ଠ ସଦସ୍ୟମାନଙ୍କୁ ନୂତନ ପରିଚୟପତ୍ର ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ। ନବରଙ୍ଗପୁର ଜିଲ୍ଲାର 10 ଗୋଟି ବ୍ଲକର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ରହି ଏକତାର ବାର୍ତ୍ତା ପ୍ରଦାନ କରିଥିଲେ। ନବରଙ୍ଗପୁରରୁ ଘାସିରାମ ହରିଜନଙ୍କ ରିପୋର୍ଟ, ଓଡ଼ିଶା ହଟ୍ ନ୍ୟୁଜ୍। ନବରଙ୍ଗପୁର ୟୁନିଟ୍ ତରଫରୁ 2026 ମସିହାର ଏକ ବାର୍ଷିକ ଉତ୍ସବ ସହିତ ଆମମାନଙ୍କର ଗେଟ୍ ଟୁଗେଦରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଏହି କାର୍ଯ୍ୟକ୍ରମରେ ଆମେମାନେ ସମ୍ମାନୀୟ ଅତିଥିମାନଙ୍କୁ ପ୍ରଶାସକମାନଙ୍କୁ ମଧ୍ୟ ଡାକିଥିଲୁ। ସେଇଥିରେ ଆମର ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ବ୍ଲକର ବିଡ଼ିଓ ମହୋଦୟ ସୁନୀଲ କୁମାର ଖୁରା, ତା ସହିତ ଆମମାନଙ୍କର ସେନାପତି ଯିଏକି ଲୋକ ସୂଚନା ଅଧିକାରୀ DIPRO ଶ୍ରୀ ମନୋଜ କୁମାର ବେହେରା ଉପସ୍ଥିତ ଥିଲେ। ତାହା ସହିତ ଜଣାଶୁଣା ପୁରୁଖା ସମାଜସେବୀ ନାରାୟଣ ପାତ୍ର ମହୋଦୟ, କିଶୋର ଚନ୍ଦ୍ର ସିଂ ଏବଂ ଆମର ଲିଗାଲ ଆଡଭାଇଜର ତଥା ନବରଙ୍ଗପୁର ଜିଲ୍ଲାର ବାର୍ ଆସୋସିଏସନର ପ୍ରେସିଡେଣ୍ଟ ଶ୍ରୀଯୁକ୍ତ ସିରାଜ ଉଦ୍ଦିନ ସାର୍, ତା ସହିତ ଡକ୍ଟର ପ୍ରଶାନ୍ତ କୁମାର ରାୟ ଏହି ଆମମାନଙ୍କର ବନ୍ଧୁ ମିଳନରେ ଯୋଗ ଦେଇଥିଲେ ଏବଂ ଆମମାନଙ୍କୁ ଉତ୍ତମର ଦିଗଦର୍ଶନ ସେ ଆମମାନଙ୍କୁ ପ୍ରଦାନ କରିଥିଲେ ଏବଂ ଉଚିତ ଭାବରେ ଆମେମାନେ କିପରି ସମାଜକୁ ଗଢ଼ି ତୋଳିବା, ଆଗକୁ ବଢ଼େଇବା, ଲୋକଙ୍କର ତଳସ୍ତରକୁ ଯାଇ ଆମେ ଲୋକଙ୍କର ସେବା କରି ଲୋକଲୋଚନକୁ ଆଣିବା ପାଇଁ ସେ ଆମମାନଙ୍କୁ ଉପଦେଶ ଦେଇଥିଲେ। ତେଣୁ ଆଜିର ଏହି କାର୍ଯ୍ୟକ୍ରମ ଆମର ଏହି ନବରଙ୍ଗପୁର ଜିଲ୍ଲାର ପୁରା 10 ଗୋଟି ବ୍ଲକର ପାଖାପାଖି ଆମେ 40 ଜଣ ଲୋକ ଆଜି ଏଠାରେ ଉପସ୍ଥିତ ହେଇଥିଲୁ ଏବଂ ଆଗାମୀ ଦିନକୁ ମଧ୍ୟ ଆମେ ଯେପରିକି ଲୋକଙ୍କର ସେବା କରିବୁ ଏବଂ ଆମମାନଙ୍କର ଏକତାକୁ ବଜାୟ ରଖି ଆଗକୁ ବଢ଼ିବୁ, ସେଥିପାଇଁ ଆମେ ଆଜିର ଏହି ବନ୍ଧୁ ମିଳନଟାକୁ ଆମେ ଆୟୋଜିତ କରିଥିଲୁ। ଧନ୍ୟବାଦ।